ଆଜି ବେଟ୍ ଖୋଲିବାର 10 ଦିନ ପରେ ମୋର ପ୍ରଥମ ବର୍ଷା ଋତୁର ପ୍ରଥମ ସଫଳତା ମିଳିଛି। 10 ଦିନ ପରେ ମୁଁ 7 ଦିନରେ ବେଟ୍ ଖୋଲିଥିଲି ଆଉ ତାକୁ ରଖିଥିଲି ଏବଂ 7 ଦିନ ପରେ ଆଜି 10 ନମ୍ବର ଦିନ ହେଲା ଆଉ 10 ନମ୍ବର ଦିନରେ ଆଜି ମୋର ପ୍ରଥମ ଛତୁ ବାହାରିଛି ଆଉ ଛତୁ ଫୁଟି ଯାଇଛି ବି ଆଉ ଛୋଟ ବଡ଼ କଢ଼ ମାନେ ଦେଖାଯାଉଛି। ଏଇ ଏଇ ଛୋଟ କଢ଼ ଗୁଡାକ ଦେଖୁଛନ୍ତି, ଏଇଗୁଡାକ ଏଇଟା ଫୁଟି ଯାଇଛି। ଏଇଠି ଛୋଟ କଢ଼ ଅଛି, ଏଇଠି ଛୋଟ କଢ଼ ଅଛି। ଏମିତି ଅନେକ ଛୋଟ କଢ଼ ଗୁଡାକ ଅଛି। ଏଥିରେ ପୁଣି ଆଉ 2 ଦିନ ପରେ ବାହାରି ପଡ଼ିବ। ଆଜି ମୋର ପ୍ରଥମ ବର୍ଷା ଦିନିଆ ଛତୁ ପ୍ରଥମ କରି ଉତ୍ପାଦନ ହେଇଛି ଆଉ ଏମିତି ବେଟ୍ ଗୁଡାକ ପଡିଛି। ଏହାକୁ ଆଜି 5 ଦିନ ହେଇଛି। 5 ଦିନ ପରେ 7 ନମ୍ବର ଦିନରେ ଏହାକୁ ଖୋଳାଯିବ ଆଉ ଇଏ ମଧ୍ୟ ସେପରି 10-11 ଦିନ ମଧ୍ୟରେ ଛତୁ ବାହାରି ପଡ଼ିବ। ଏଇ ଟବରେ ମଧ୍ୟ ପ୍ଲାଷ୍ଟିକ ଟବରେ ମଧ୍ୟ ଛତୁ ବେଟ୍ ପଡିଛି। ଏ ମଧ୍ୟ ବାହାରି ପଡ଼ିବ 10 ଦିନ ଭିତରେ, ଯାହାକୁ 10 ଦିନ ହେଇନି। ଦେଖନ୍ତୁ କେତେ ଫିମ୍ପି ବି ଅଛି, ଫିମ୍ପି ସବୁ ରହିଛି, କୋଡ଼ ଅଛି। ଏ ଛତୁ ଫୁଟି ଯାଇଛି। ଏଇଟା ମୁଁ କାଲି ବ୍ୟସ୍ତତା ଭିତରେ କୋଡ଼ ଗୁଡିକ ତୋଳି ପାରିନଥିଲି, ତେଣୁ ଆଜି ସକାଳେ ଏଗୁଡ଼ିକ ତୋଳି ଦଉଛି ଆଉ 2 ଦିନ ପରେ ପୁଣି ଛତୁ ବାହାର କରିବ।